ଗୋଟେ ସତ କଥା କହିବି, ଆଜିକାଲି ଲୋକମାନେ କେହି ପଚାରନ୍ତିନି କି ତୁମେ କେମିତି ଅଛ। ପ୍ରାୟ ପଚାରନ୍ତି ତୁମେ ବର୍ତ୍ତମାନ କ'ଣ କରୁଛ। ଅର୍ଥ କ'ଣ? ଲୋକ ପଚାରି ବୁଝନ୍ତି ତୁମ ବିଷୟରେ। ସେତେବେଳେ ତୁମକୁ କ'ଣ ଲାଗେ? ଲୋକମାନେ ତୁମଠୁ ବହୁତ ଆଗରେ ଆଉ ତୁମେ ବହୁତ ପଛରେ ତାଙ୍କଠୁ। ସେତେବେଳେ ଆମେ ଆମ ନିଜ ଜୀବନଠୁ ନିଜକୁ ଦୂରେଇ ଦେଇଥାଉ। ତ କ'ଣ ପାଇଁ ଆମେ ଏମିତି ଜୀବନକୁ କରିବାନି ଯାହାକି ଆମେ ଆମ ଜୀବନରେ ବହୁତ ବିଜି ରହିଯିବା ଆଉ ନିଜର ଜୀବନକୁ ଭଲ ଭାବରେ ଗଢ଼ିବାନି କାହିଁକି, ଯାହାଦ୍ୱାରା ଆମକୁ ଅନ୍ୟ ବିଷୟରେ ଗୋଟିଏ ଥର ବି ଭାବିବାକୁ ପଡ଼ିବନି। ଯଦି ଆମେ ନିଜ କାମ ଠିକ୍ ସେ କରିବା ତ କମ୍ପାରିଜନ୍ ଆମ ଭିତରେ ହିଁ ସରିଯିବ। କିଛି ଏମିତି କାମ ଅଛି ଯାହା ବାହାରରୁ ହିଁ ନୁହେଁ, ଭିତରରୁ ମଧ୍ୟ ବଦଳାଇ ଦିଏ। ନମସ୍କାର ସାଙ୍ଗମାନେ, ଜୟ ଜଗନ୍ନାଥ। ଆଜିର ଶୁଭ ସକାଳରେ ମୁଁ ବିଜୟଲକ୍ଷ୍ମୀ ବ୍ଲଗ୍ସରେ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଆପଣମାନେ କିପରି ଅଛନ୍ତି? ଆଶା କରୁଛି ଆପଣମାନେ ଜଗନ୍ନାଥଙ୍କ କୃପାରୁ ଭଲରେ ଥିବେ। ମୁଁ ମଧ୍ୟ ଭଲରେ ଅଛି। ଚାଲନ୍ତୁ ଆରମ୍ଭ କରିବା ଆଜିର ଦିନଟିକୁ, ଯାହାରୁ ଆରମ୍ଭ ହୋଇଥାଏ ଆଜିର ଦିନଟି। ନିଜକୁ ଏମିତି କାମରେ ବ୍ୟସ୍ତ ରଖ ଯେମିତିକି ନିଜ ଜୀବନ ନିଜେ ହିଁ ପରିବର୍ତ୍ତନ କରିପାରିବ। ଏତେ ବିଜି ରଖିବ ଯେ ତମ ସମୟଟା ଯେମିତି ତମ ନିଜର ହେଇଯିବ ଆଉ ସମୟ ତମ ହିସାବରେ ହିଁ ଚାଲିବ। ଆଉ ଯେତେବେଳେ ଆମେ ସମୟକୁ ଭଲ ପାଇ ଯିଏ ସମୟକୁ ଭଲ ପାଇଥାଏ ସେ ସବୁ ସମୟଟାକୁ ଚାହେଁକି ତା ନିଜର କରିବାକୁ। ଯିଏ ସମୟକୁ ଭାବି ପାରେନି ଯେ ଏ ସମୟଟା ମୋର ବୋଲିକି, ସିଏ ସମୟଠୁ ବହୁତ ଦୂରରେ ହେଇଯାଏ ଏବଂ କର୍ମଠାରୁ ବି ବହୁତ ଦୂରରେ ହୋଇଯାଏ। ଆଉ କର୍ମଠାରୁ ଯେତେବେଳେ ଦୂରରେ ହେଇଯାଏ ସେତେବେଳେ ତାକୁ ପ୍ରତ୍ୟେକଟି ଜିନିଷର ପଶ୍ଚାତାପ ଛଡ଼ା ଆଉ କିଛି ଦେଖିବାକୁ ମିଳେନି। ଆଉ ପଶ୍ଚାତାପ ଯେତେବେଳେ ହୁଏ ସେତେବେଳେ କାହାକୁ ଅନେଇକି କିଛି କହି ହୁଏନି କି କିଛି ବି ନୁହେଁ। ଆମେ ଯଦି ଆମ ରୁଟିନ୍କୁ ଆଉ ଆମ କର୍ମକୁ ସବୁବେଳେ ଆମ ନିଜର ଭାବିକି ଆମେ ଗୋଟିଏ ପରେ ଗୋଟିଏ କାମ କରିଯିବା, ତାହେଲେ ଆମକୁ କଠିନରୁ କଠିନ କାମ ବି ଆମକୁ ଜଣା ପଡ଼ିବନି। କେତେବେଳେ ନିଜକୁ ହାର ମାନିବାକୁ ପଡ଼ିବନି। ସବୁବେଳେ ନିଜକୁ ସଜାଗ ରଖିବାକୁ ହେବ ଆଉ ସବୁବେଳେ ନିଜକୁ କରିବାକୁ ହେବ। ଏଇଟା ଯିଏ ବୁଝିପାରିଛି ସିଏ ହିଁ ସମୟର ସଦୁପଯୋଗ ଠିକ୍ ଭାବରେ କରିଛି। ଠିକ୍ ସମୟରେ ଠିକ୍ କାମ କିଛି ନହେଲେ ବି, ଯଦି ବି ଆମେ ସେତିକି ସମୟ ଭିତରେ ନ ବି କରିପାରୁଛୁ ହେଲେ ବି ଆମେ ଆଟଲିଷ୍ଟ ଅଳ୍ପ ହେଲେ ବି ଚେଷ୍ଟା କରିବା କି ନାହିଁ କିଛି ସମୟଟାରେ କିଛି ଆମେ କାମ କରିକି ସମୟଟାକୁ ୟୁଜ୍ କରିବା। ସମୟଟାକୁ ବର୍ବାଦ କରିବା ଉଚିତ ନୁହେଁ। ଆଉ ୱାନ୍ସ ସମୟ ବର୍ବାଦ ହେଇଗଲେ ବହୁତ କିଛି ନିଜର ହିଁ ଲସ୍ ହେବ, ଆଉ କାହାରି ଲସ୍ ହେବନି। ସେତେବେଳେ ଆମେ ସଫଳତା ଦେଖିବା ଅନ୍ୟମାନଙ୍କ ପାଖରେ, ଆଉ ସେତେବେଳେ ହିଁ ଆମକୁ ଜଣାପଡ଼ିବ କି ଆମେ ବହୁତ ପଛରେ ରହିଗଲୁ କିନ୍ତୁ ସମସ୍ତେ ଆଗକୁ ବଢ଼ି ଗଲେ। ତେଣୁକରି ନିଜକୁ ଏତେ ବ୍ୟସ୍ତ ରଖ ଯେ କି ତୁମକୁ କେବେ ଭାବିବାକୁ ନ ପଡ଼ୁ ଯେ ମୋର ଏଇ ସମୟଟା ଲସ୍ ହେଇଗଲା କି କ'ଣ ହେଲା। ମୁଁ ସକାଳ ଟାଇମ୍ରେ ଯେତେବେଳେ ରୋଷେଇ କରେ, ଆକ୍ଚୁଆଲି ଜଳଖିଆ କରିବା ସମୟରେ ମୁଁ ଦିନବେଳର ବି କିଛି ଜିନିଷ ପ୍ରସ୍ତୁତ କରିଦିଏ, ଯାହାଫଳରେ କି ମୋତେ ଦିନବେଳେ ବି ହାଲକା ହେଇଯାଏ। ମୁଁ ବର୍ତ୍ତମାନ ରୁଟି ବନାଏ, ତା ସାଙ୍ଗକୁ ଯେଉଁ ଭଜା କି ତରକାରୀଟେ ବନେଇଥାଏ ସେଟା ଯେମିତି ମୋର ଦ୍ୱିପହର ପର୍ଯ୍ୟନ୍ତ ହେଇଯାଏ। ହେଲେ ଆଜି ମୋର ସେଇଟା ଆଉ ହେଇପାରିଲାନି। ଆଜି ଅଲରେଡ଼ି ମୋର ଲେଟ୍ ହେଇଯାଇଥିଲା। ଲେଟ୍ ହେଇଗଲା। ମୁଁ ପ୍ରତ୍ୟେକଟି ଦିନ ଭାବେ କି ନାଇଁ ମୁଁ ଆଜି କିଛି ଗୋଟେ ନୂଆ କରିବି, ଇଏ କରିବି, ପ୍ରତ୍ୟେକଟି ଦିନ ଭାବେ, କିନ୍ତୁ ମୋର ମାଇଣ୍ଡ ଏତେ ଡିଷ୍ଟର୍ବ ରୁହେ ମୁଁ କିଛି ବହୁତ ସମୟ ମିଳେ କିନ୍ତୁ ସମୟରେ ମୁଁ କିଛି କାମ ହିଁ କରିପାରେନି। ଛୋଟ ଛୋଟ କାମରୁ ହିଁ ଆମେ ଆମ ନିଜକୁ ବହୁତ କିଛି ପରିବର୍ତ୍ତନ କରିପାରିବୁ। କାହିଁକିନା ଯଦି ମୁଁ ବର୍ତ୍ତମାନ ଯେଉଁ କାମଟା ବି କରୁଛି, ଯାହା କରୁଛି ତାକୁ ମୁଁ ଫ୍ୟୁଚର୍ ଯେମିତିକି ଆଗୁଆ କରିଦେଲି, ସିଏ ମୋର ପର ମୁହୂର୍ତ୍ତରେ ଟିକେ ହାଲକା ହେଇଯିବ। ଆଉ ଛୋଟ ଛୋଟ କାମ ହିଁ ଏତେ ଜରୁରୀ ହେଇପଡ଼େ, ଏତେ ଆପଣଙ୍କର କାମ ଦେବ ଆପଣ ନିଜେ ବି ଚିନ୍ତା କରିବେନି। ବେଳେବେଳେ ସେଇ ଗୋଟେ ଛୋଟିଆ କାମ ପାଇଁ ହିଁ ବହୁତ ବଡ଼ ଭୁଲ ହେଇଯାଏ। ଆଉ ଯେଉଁ ଭୁଲ ହେଇଯାଏ ସେଇଟା ବହୁତ ବଡ଼ ଆମାଉଣ୍ଟର ଭୁଲ ହେଇଯାଇଥାଏ। କାମ କିନ୍ତୁ ଛୋଟିଆ ଥାଏ। ଆମେ ଯେତେବେଳେ ବିଛଣାରେ ବି ଗଡ଼ିଥାଉ ସେତେବେଳେ ଆମେ କ'ଣ ଚିନ୍ତା କରୁ, ସକାଳେ ଶୋଇ ଉଠିଲା ବେଳେ ଆଉ 5 ମିନିଟ୍ ଟିକେ ଗଡ଼ି ଯାଉଛି, କିନ୍ତୁ 5 ମିନିଟ୍ଟା ଅଧଘଣ୍ଟା କେତେବେଳେ ହେଇଯାଇଥାଏ ଆମେ ଜାଣିପାରିନଥାଉ।
ଯାହାଫଳରେ କି ଲେଟ୍ ହେଇଯାଏ, ଆମ ଦେହକୁ ମାନେ ଅନଇଜି ଫିଲ୍ ହୁଏ। ଯେଉଁଦିନ ଆମେ ସକାଳୁ ଉଠିକି ଜଲ୍ଦି ଜଲ୍ଦି କାମ ଧନ୍ଦା ସବୁ କିଛି କରିଦେଇଥିବୁ, ଏପଟ ସେପଟ ଚଲାବୁଲା କରିକି, ସେଦିନ ଦେହଟା କେତେ ଫ୍ରେଶ୍ ଲାଗେ। ଆଉ ଯେଉଁଦିନ ହେଲା ଆମେ ଉଠିଥିବୁ ଲେଟ୍‌ରେ, ଯେ ବହୁତ ସମୟ ରେଷ୍ଟ ନେବୁ, ରେଷ୍ଟ ନେବା ପରେ ଅଟୋମେଟିକ୍ ଦେହର ଓଜନଟା ବଢ଼ି ଯାଇଥାଏ। ଆମେ ସେଟା ଯିଏ ଅନୁଭବ କରିଛି ସେ ହିଁ ଜାଣିପାରିବ, ଆଉ ଯିଏ ଅନୁଭବ ନ କରିଥାଏ ସେ କେବେ ବି ଜାଣିପାରେନି। ସେ କହେ ନା ମୁଁ ରେଷ୍ଟ ନେଉଛି ବୋଲିକି। ଆକ୍ଚୁଆଲି ସେଇଟା ହିଁ ସତ କଥା। ମୋ ହିସାବରେ ମୁଁ ବି ବହୁତ ଥର ଟ୍ରାଏ କରିକି ଦେଖିଛି। ମାନେ ମୁଁ କହେ ନାହିଁ ଆଉ 5 ମିନିଟ୍ ପରେ ଉଠିବି, କିନ୍ତୁ ମୁଁ 5 ମିନିଟ୍ ପରେ ହେଲା ବେଳକୁ ମୋର ବହୁତ ମାନେ ଅଧଘଣ୍ଟା ଲେଟ୍ ହେଇଯାଏ। ଅଧଘଣ୍ଟା ଯେତେବେଳେ ଲେଟ୍ ହେଇଯାଏ ମୋତେ ବହୁତ ଇଏ ଲାଗେ, କିନ୍ତୁ ସେଇ ଅଧଘଣ୍ଟା ବେଳକୁ ମୁଁ ଯେତେବେଳେ ଦେଖେ ଅନ୍ୟମାନେ ବହୁତ କିଛି କାମ ସାରିଥାନ୍ତି ଅଲରେଡ଼ି, ସେମାନେ କାମ ଗୁଡ଼ା ସାରିଥାନ୍ତି, କିନ୍ତୁ ମୋ କାମ ସେତେବେଳେ କିଛି ବି ଆରମ୍ଭ ହୋଇନଥାଏ। ତ ମୋର ସେତେବେଳକୁ ମାନେ ବହୁତ ମୋତେ ନିଜକୁ ମୁଁ ନିଜେ ଭାବେ ମୋ ରୁଟିନ୍‌ଟାକୁ ମୁଁ ସବୁବେଳେ ସଜାଡ଼ିବାକୁ, କିନ୍ତୁ ମୁଁ ଏମିତିକି ଡିଷ୍ଟର୍ବରେ ରୁହେ ଯେ ମୁଁ କୌଣସି ବି ମାନେ ରୁଟିନ୍‌ଟାକୁ ମୋତେ ସଜାଡ଼ିବା ପାଇଁ ହେଲେ ମୋତେ ମୋ ଘର ପରିବାରକୁ ହିଁ ସଜାଡ଼ିବାକୁ ପଡ଼େ। ସେମାନଙ୍କୁ ସଜାଡ଼ିବାକୁ ଦେଖିଲା ବେଳକୁ କିନ୍ତୁ ମୋର ସେମାନଙ୍କୁ ଦେଖିକି ମୋର ହିଁ ମାନେ ଗଡ଼ବଡ଼ ହେଇଯାଏ। ତଥାପି ମୁଁ ଚେଷ୍ଟା କରୁଛି, ଏଇ ବ୍ଲଗ୍ସଟି ମୁଁ ନୂଆ ତିଆରି କରିଛି। ଆଉ ଆପଣମାନେ ଯଦି ସପୋର୍ଟ ବି କରିବେ, ହୁଏତ ମୋର ଲାଇଫ୍ ବି ପରିବର୍ତ୍ତନ ହେଇପାରେ। ଆଉ ଆପଣଙ୍କ ସପୋର୍ଟରେ ମୁଁ ଆଗକୁ ବି ଯାଇପାରେ। ଆଉ ମୁଁ ଛୋଟ ଛୋଟ କାମ ଦ୍ୱାରା ଆପଣଙ୍କୁ ବହୁତ କିଛି ଜିନିଷ ବି ମାନେ ଦେଖେଇ ଦେଇପାରିବି। ମାନେ କେମିତି ନିଜର ଗୋଟେ ପରିବର୍ତ୍ତନ ଆସିଯାଉଛି। ସେ ପରିବର୍ତ୍ତନ ଯିଏ ମାନେ ଅନୁଭବ କରିଛି ଛୋଟ ଛୋଟ କାମରୁ ହିଁ, ସିଏ ହିଁ ନିଜେ ଜାଣିପାରିଛି ପରିବର୍ତ୍ତନ କ'ଣ। ପରିବର୍ତ୍ତନ ଅର୍ଥ ନୁହଁ ଯେ ଧନ ସମ୍ପତ୍ତି। ମୋର କହିବା କଥା ପରିବର୍ତ୍ତନ ଅର୍ଥ ହେଉଛି ମାନେ ଆମେ ସବୁବେଳେ ଗୋଟେ ଦୁଇଟା ଜିନିଷ ଦେଖୁଥିବୁ, ଆମେ କହୁଥିବୁ ନାଇଁ ଯେଉଁଦିନ ସଫାସଫି କରିବୁ, ଯେଉଁଦିନ କାମ ଧନ୍ଦା କରିବୁ, ସେଇଦିନ ଆମେ ଏକାଥରେ କାମ ଧନ୍ଦା କରିବୁ। କିନ୍ତୁ ମୋର କହିବା କଥା ସେଇଟା ନୁହଁ। ଡେଲି ଡେଲି ଆମେ କିଛି ନା କିଛି ଯଦି ଆମେ ଅଳ୍ପ ଅଳ୍ପ କାମ ବି କରୁଥିବୁ, ତାହେଲେ ସେଟା ଆମର ଗୋଟିଏ ଦିନ ମାନେ ଅଧିକ ପରିଶ୍ରମ କରିବାକୁ ପଡ଼ିବନି। ଆମେ ମଜା ମଜାରେ ଛୋଟ ଛୋଟ କାମ ଗୁଡ଼ାକୁ କରିବୁ, ଆଉ ସେଇ କାମ ଗୁଡ଼ା ହିଁ ଆମର ସେତେବେଳେ ଅଳ୍ପ ମାନେ ଆମକୁ ହିଁ ହାଲୁକା ହେବ। ଯେମିତି ପିଲାମାନେ ଏକ୍ଜାମ୍ ଦେବା ସମୟରେ ପିଲାମାନେ ଆଗରୁ ଯଦି କିଛି କିଛି ପଢ଼ିଥିବେ, ତାହେଲେ ଏକ୍ଜାମ୍ ସମୟରେ ତାଙ୍କୁ ଏତେ ପ୍ରେସର୍ ନେବାକୁ ହୁଏନି। ଆଉ ପିଲାମାନେ ଆଗରୁ କିଛି ପଢ଼ିନଥିବେ, ଏକ୍ଜାମ୍ ପୂର୍ବ ଦିନ ପଢ଼ିବେ, ସେମାନେ କ'ଣ ପଢ଼ିବେ କ'ଣ ନାହିଁ କିଛି ବୁଝିପାରିବେନି, ଲାଷ୍ଟରେ ପାଠ ସବୁ ଛାଡ଼ିଦେବେ। ଏଇ ଟାଇପ୍‌ର ହେଇଯାଏ ତାଙ୍କର ଘଟଣା। ସେଇଭଳିଆ କଥା। ଆଉ ବର୍ତ୍ତମାନ ହେଲା ମୁଁ ଯଦି ରୋଷେଇ କଲା ସମୟରେ ଦ୍ୱିପହରର ବି କିଛି ରୋଷେଇ ଯଦି ମୁଁ କରିଦେବି, କି ଦ୍ୱିପହର ପାଇଁ କିଛି ଯଦି କରିଦିଏ, ତାହେଲେ ମୋତେ ହିଁ ହାଲୁକା ହେବ, ମୋତେ ହିଁ ସୁବିଧା ହେବ। ଏଇ ଜିନିଷଟା ମୁଁ ବର୍ତ୍ତମାନ ଏଇ ଭଜାଟା ବନେଇଲି, ଯେହେତୁ ମୋତେ ଅଳ୍ପ କିଛି ବନେଇବାର ଥିଲା, ତେଣୁକରି ମୁଁ ଅଳ୍ପ ମାନେ ଟାଇମ୍ ନଥିଲା ମୋ ପାଖରେ, ସେଇଥିପାଇଁ ମୁଁ ଅଳ୍ପ ଆଗ କାଟିକି ତାକୁ ଭାଜିଦେଲି। ତାକୁ ଭାଜି ସାରିଲା ପରେ ତାଙ୍କର ଟିଫିନ୍ ପ୍ୟାକ୍ କରିଦେଲି। ତାଙ୍କର ଟିଫିନ୍ ପ୍ୟାକ୍ କରିସାରିକି ପୁଣି ଆଉ ଥରେ ମୋତେ ଦ୍ୱିତୀୟ ଥର ବି କରିବାକୁ ପଡ଼ିଲା। ସେତିକି ଭିତରେ ମୁଁ ଏପଟେ ଲୁଗାପଟା ବି ମୋର ବତୁରେଇ ଦେଲି। ଲୁଗାପଟା ବତୁରେଇ ଦେଲି ମାନେ ମୁଁ ସେଇଟା ଅଳ୍ପ ମାନେ ଗୋଟେ ସେଟ୍ ମୁଁ ପିନ୍ଧିଥିଲି 2-3 ଥର। ତେଣୁକରି ତାପରେ ତାକୁ ମୁଁ କହିଲି ନାଇଁ ତାକୁ ସଫା କରିକି ରଖିଦେଲେ ପୁଣି ଆଉ କେଉଁଟା, ଆଉ ସବୁଗୁଡ଼ା ଯଦି ସେମିତି ପିନ୍ଧି ପିନ୍ଧିକି ରଖିଥିବି, ପଛରେ ମୁଁ ଗୋଟେ ସଫା ପିନ୍ଧିବାକୁ ଗଲାବେଳକୁ ମୋତେ ହିଁ ଅସୁବିଧା। ଆଉ ସେଇଥିପାଇଁ ଇଏ ଆଉ ତାଙ୍କୁ ବର୍ତ୍ତମାନ ମୁଁ ବାଢ଼ିକି ଦେଇଦେଲି। ମାନେ ଭଜା ଆକ୍ଚୁଆଲି ଏଇଟା ଅଧା ସିଝିଥିଲା ତ, ସେଇଥିପାଇଁ ମୁଁ କହିଲି ସେ ଖାଉଥାନ୍ତୁ, ଖାଉଥିଲେ ମୁଁ ତାଙ୍କୁ ଆଉ କିଛି ବାଢ଼ିକି ଅଲଗା ଦେଇଦେବି। ସେତିକି ଭିତରେ ମୁଁ ପଳେଇ ଆସିଲି ଏଇଠି ଟବ୍‌ରେ ପାଣି ଭର୍ତ୍ତି କରିବାକୁ। ଆଉ ଏଇଠି ମୁଁ ସଫା କରେ ଲୁଗାପଟା, ଯେତେବେଳେ ବି ସଫା କରେ, ସଫା କରି ସାରିକି ମୁଁ ସେତେବେଳେ ସେଇ ତାରରେ ହିଁ ଶୁଖେଇଦେବି। ମୋର ବର୍ତ୍ତମାନ ପାଣି ବି ମୁଁ ଏପଟେ ଦେଖିବାକୁ ବି ଆସିଛି, ସେପଟେ ମୋର ରୋଷେଇ ବି ଚାଲିଛି। ତ ଦୁଇପଟେ କାମ ଚାଲୁଛି। ତାପରେ ତାଙ୍କର ଟିଫିନ୍ ବି ପ୍ୟାକ୍ କରିଦେଲି। ତେଣୁ ତାଙ୍କୁ ଯେହେତୁ ରୁଟି ଦେଇଛି, ସେ ଯେତିକି ଭଜା ଅଛି ସବୁ କିଛି ଦେଇଦେଲି, ଆଉ ଅଳ୍ପ ଟିକେ ଖାଲି ରଖିଲି ମୋ ରୁଟି ପାଇଁ। ତାପରେ ହେଲା ସେ ଖାଇବା ଭିତରେ ମୁଁ ଏପଟେ ପଳେଇ ଆସିଲି ସଫାସଫି କରିବା ପାଇଁ। ସଫାସଫି କରିସାରିଲେ ଏପଟେ ଯାହା ଯେତିକି ବାସନ ହେଇଥିବ ସେଗୁଡ଼ା ସବୁ ବାସନ ଧୁଆଧୋଇ କରିଦେବି। ଧୁଆଧୋଇ କରିକି ତାପରେ ମୁଁ ପଳେଇବି ଗାଧେଇବାକୁ।
ଦେଖନ୍ତୁ କାମ କେମିତି ଇଜି ହେଉଛି, ଆଉ ମୁଁ ଯଦି ଗୋଟେ ପରେ ଗୋଟେ ଅଲଗା ଅଲଗା କାମ କରିବି ତାହେଲେ ମୋତେ ବହୁତ ସମୟ ଲାଗିଯିବ। କିଛି ରେଷ୍ଟ ମିଳିବାକୁ ବି ମୋତେ ମାନେ ଟାଇମ୍ ହେବନି। ରେଷ୍ଟ ତ ମୁଁ ମାନେ ବହୁତ କମ୍ ମୋତେ ନେବା ପାଇଁ ଇଚ୍ଛା ହୁଏ। ମୋ ମୁଣ୍ଡରେ ସବୁବେଳେ ଚିନ୍ତା ଥାଏ କି ମୁଁ କ'ଣ ଏକ୍ସଟ୍ରା କାମ କରିବି, କ'ଣ ଏକ୍ସଟ୍ରା କାମ କରିବି। ହେଲେ ମୋ ହାତଟା ଏବେ ଯେଉଁ ପେନ୍ ହେଉଛି ମୋତେ ସେଇଟା ହିଁ ବେଶୀ କଷ୍ଟ ହେଉଛି। ଆଉ ଡାହାଣ ହାତଟା ରିଷ୍ଟ ପାଖଟା ହିଁ ମୋତେ ବହୁତ ପେନ୍ ହେଉଛି। ତଥାପି ମୁଁ ଏଇ ଧୀରେ ଧୀରେ କରିକି ମାନେ ଅଳ୍ପ ପ୍ରେସରରେ ହିଁ ସବୁ କାମ ଗୁଡ଼ା କରୁଛି। ଆଉ ନହେଲେ ମୋର ଏନି ଟାଇମ୍ ଯାହେଲେ ମୋତେ କିଛି ନା କିଛି ନୂଆ କରିବାକୁ ଇଚ୍ଛା ହୁଏ। ଆଉ ଏଇସବୁ କାମରୁ କେମିତି ଜଲ୍ଦି ଜଲ୍ଦି କାମ ସାରିକି ମୁଁ ଅଲଗା କିଛି କାମ ଷ୍ଟାର୍ଟ କରିବି, ଆଉ ମୋତେ ସେଇଟା ବେଶୀ ଭଲ ଲାଗେ। ନିଜେ କେମିତି ନିଜକୁ ପରିବର୍ତ୍ତନ କରିବି, ଆଉ ନିଜର ସାହସ ମୁଁ ହରେଇବାକୁ ଚାହେଁନି। ମୁଁ କେତେବେଳେ ମୋ ଲାଇଫ୍ରେ ହାର ମାନିବାକୁ ଚାହେଁନି। ମୁଁ ଯେଉଁ ବାଟରେ ହଉ ମୁଁ କିଛି କରିକି ମୁଁ ଆଗେଇବାକୁ ଚାହେଁ। ମୁଁ ଗୋଟେ ଆଚିଭ୍ ଚାହେଁ, ଆଉ ମୋ ଆଚିଭ୍ ହିଁ ମୋ ବାପା ମାଆଙ୍କର ଆଶୀର୍ବାଦ। ଆଉ ସେଇଥିପାଇଁ ମୁଁ ମୋର ସୁରୁଖୁରୁରେ କାମ କରିକି କେମିତି ମୁଁ ଆଗେଇବି ବୋଲିକି ମୁଁ ସବୁବେଳେ ସେଇ ଚେଷ୍ଟାରେ ହିଁ ଥାଏ। ମୁଁ ବର୍ତ୍ତମାନ ଗାଧେଇ ସାରିକି ପଳେଇ ଆସିଲି। ପଳେଇ ଆସିକି ଏଇ କାମ ମୋର ଯେହେତୁ ପେଣ୍ଡିଙ୍ଗ ପଡ଼ିଯାଇଥିଲା ଭାତ ଆଉ ଇଏ କରିବା ପାଇଁ, ମୁଁ ତେଣୁକରି ମାନେ ପଖାଳ ବନେଇଦେଲି ତାକୁ। ପଖାଳ ବନେଇ ଦେଇକି ଆକୁ ଭଜା କରିଦେଲି। ଆଉ ମୁଁ କହିଲି ଭଜା କରିଦେଲେ ଗରମ ପଖାଳକୁ ଭଜା, କାହିଁକିନା ଖରାଦିନ ମାନେ କିଛି ଇଚ୍ଛା ହିଁ ହେଉନି ଏକ୍ସଟ୍ରା କିଛି ଇଏ କରିବାକୁ, ମାନେ ମସଲା ମସଲି ଖାଇବାକୁ କି କିଛି। ଇଏ ପଖାଳ ହେଲେ ଆକୁ ବର୍ତ୍ତମାନ ରୋଷେଇ ସରିଲା ପରେ ଆକୁ ପଖାଳି ଦେଲେ ମାନେ ସେତେବେଳେ ଟିକେ ଥଣ୍ଡା ହେଇଯାଇଥିବ, ଖାଇବାକୁ ସୁବିଧା ହେବ। ଏସବୁ ମୋର କାମ। ଏସବୁ ମୁଁ କପଡ଼ା କାଟିକି ରେଡ଼ି କରିକି ରଖୁଛି। ମୋର ଆଜି ଏଇ ସବୁ ସିଲେଇ କରିବାର ଅଛି 5ଟା ଜିନିଷ। ତ ମୁଁ ଏପଟେ ସିଲେଇରେ ବି ବସୁଛି, ସେପଟେ ଯାଇକି ମୋତେ ସବୁ ରୋଷେଇ ବି ଦେଖିବାକୁ ପଡ଼ୁଛି। କେତେବେଳେ କ'ଣ ରୋଷେଇ ଚାଲିଛି, କେତେ ବାଟ ହେଲାଣି, ଭଜା କେତେ ବାଟ ହେଉଛି। ଇଏ ସିଲେଇ ସେମିତି କରିକି ମୁଁ ଏପଟେ ବି କାମ କରେ, ସେପଟେ ବି କାମ କରେ। ଆଉ ଯେତେବେଳେ ମୁଁ ପୁରା କାମ ସରିଯାଏ ସେତେବେଳେ ବସିକି ମୁଁ ମୋବାଇଲଟାକୁ ଦେଖେ। ଏମିତି କରିକି ମୋ ଦିନଟା କଟେ। କିନ୍ତୁ ଖାଲି ଖାଲି ବସି ବସି କ'ଣ ସମୟ ନଷ୍ଟ କରିବେ। କିଛି ନା କିଛି କରିଲେ ଦେଖନ୍ତୁ, ଆପଣମାନେ ନିଜ ମାନସିକ ସ୍ତରରେ ବି ଆପଣ ଭଲରେ ରହିବେ। ତା ସାଙ୍ଗକୁ ମାନେ ସବୁବେଳେ ଏନଗେଜ୍ ରହିଲେ ଆପଣଙ୍କୁ ବି କିଛି ଟେନସନ୍ ଲାଗିବନି। ଆଉ ଯଦି ଖାଲି ବସିଥିବେ ତାହେଲେ ଆପଣଙ୍କୁ ବେଶୀ ଟେନସନ୍ ଲାଗିବ। ମୁଁ ସେପଟେ ସିଲେଇ ବି କରୁଛି, ଏପଟେ ଆସିକି ମାନେ ରୋଷେଇ ବି କରୁଛି। ରୋଷେଇ ଅଲରେଡ଼ି ରେଡ଼ି ହେଇଗଲା। ତାପରେ ମୋର ସନ୍ଧ୍ୟା ଟାଇମ୍ରେ ବ୍ଲାଉଜ୍ ବି ରେଡ଼ି ହେଇଗଲା। ମୋର ଶାଢ଼ୀ 2ଟା ପିକୋ କରିବାର ଥିଲା। ମୁଁ ଏଇ ଶାଢ଼ୀ 2ଟା ବି ରେଡ଼ି କରିଦେଲି ତାଙ୍କର। ସେ କହୁଥିଲେ ଆସିକି ନେବେ ଯେମିତି ହେଲେ ବି। ଆଉ ଏ ଶାଢ଼ୀ ଗୁଡ଼ାର ବହୁତ ସୂତା ବି ବାହାରୁଛି। ମାନେ ସୂତା ପ୍ରବଳ ଅଛି, ତେଣୁକରି ଟିକେ ଅସୁବିଧା ହେଉଛି। ଶାଢ଼ୀ ପିକୋ କଲା ବେଳକୁ ତାକୁ ଖାଲି ଦେଖିକି ହିଁ ପିକୋ କରିବାକୁ ହେଉଛି। କେତେବେଳେ ପିକୋ କରିବାକୁ ହେଉଛି, କେତେବେଳେ ସିଲେଇ କରିବାକୁ ହେଉଛି, କେତେବେଳେ କାହାର କେଉଁଟା ଯେ ଅର୍ଜେଣ୍ଟ ହେଉଛି ମାନେ କହି ହେଉନି। ଯଦି ଏପଟେ ନିଜର କାମ ସାରି ଦେଇଥିବି ତ ଭଲ କଥା, ମାନେ ନିଜ ରୋଷେଇବାସ ହେଲା ଆଉ କିଛି କାମ ହେଲା ସରିଯାଇଥିବ ତ ଭଲ କଥା। କେତେବେଳେ କେଉଁ କାମ ବି ପେଣ୍ଡିଙ୍ଗ ରହିଯାଉଛି, ମୋତେ ବହୁତ ତକଲିଫ ହିଁ ହେଇଯାଉଛି ସେତେବେଳକୁ। ଏବେ ମୋର ଏଇ କାମ ସରିଗଲା, ମୁଁ ବର୍ତ୍ତମାନ ମେସିନ୍କୁ ନେଇକି ତା ଜାଗାରେ ରଖିଦେବି। ତାପରେ ଶାଢ଼ୀକୁ ମୁଁ ମୋର ଭଙ୍ଗା ଭଙ୍ଗି କରିଦେଇକି ପୁଣି ତାଙ୍କର ରେଡ଼ି କରିକି ବ୍ୟାଗ୍ ଭିତରେ ପୂରେଇ ଦେଲେ, ସେ ଯେତେବେଳେ ଆସିବେ ମୋତେ ମାଗିଦେଲେ ମୋତେ ଦେବାକୁ ସୁବିଧା ହେବ। ଆଉ ମୋତେ ସେତେବେଳେ ଭାଙ୍ଗିବାକୁ ବି ପଡ଼ିବନି, ସେ ବିଛଣା ବି ମାନେ ଇଏ ଦେଖାଯିବନି। ଆପଣମାନେ କୁହନ୍ତୁ ମୋର ବ୍ଲଗ୍ସଟି ଆପଣମାନଙ୍କୁ କିପରି ଲାଗିଲା। ଆଉ ମୁଁ ଏମିତି ଆପଣମାନେ ଯଦି ମୋତେ ସପୋର୍ଟ ବି କରିବେ ତାହେଲେ ମୁଁ ବହୁତ ଆଗକୁ ବି ଯାଇପାରିବି। ମୁଁ ତ ଚେଷ୍ଟା କରୁଛି ଆପଣମାନଙ୍କୁ କିଛି କିଛି ଛୋଟ ଛୋଟ ବଦଲାବ କରିକି ଦେଖେଇବା ପାଇଁ। ଏଇଟା ସେ ଶାଢ଼ୀର ବ୍ଲାଉଜ୍ ବି, ସେଇଟା ତ ମୁଁ କରିନି, ତେଣୁକରି ଏଇଟା ଆଉ ଟିକେ ପରେ କରିବି। ଯେହେତୁ ପିକୋ ପରେ ମାନେ ଘର ଚଟାଣଟା ଟିକେ ଗୁଣ୍ଡ ଗୁଣ୍ଡ ପଡ଼ିକି ସୂତା ପଡ଼ିକି ଧୂଳି ହେଇଯାଇଥାଏ, ମୁଁ ତାପରେ ହିଁ ଝାଡ଼ୁ ମାରେ। ଆଉ ମୁଁ ଯେତେବେଳେ ଝାଡ଼ୁ ମାରେ ଆଗ ଏଇପଟେ ସାମ୍ନା ପଟେ ଝାଡ଼ୁ ମାରିଦିଏ। ଝାଡ଼ୁ ମାରି ସାରିକି ମୁଁ ପଛପଟକୁ ଆସେ, ମାନେ ରୁମ୍କୁ ଆସେ।
ତାପରେ ରୁମ୍ ସବୁକୁ ଝାଡ଼ୁ ମାରିକି ସଫାସଫି କରେ। ଏପଟ ରୁମ୍ରୁ ଝାଡ଼ୁ ମାରି ସାରିଲି, ତାପରେ ସେପଟ ରୁମ୍ ବାହାର କରେ। ତାପରେ ସେପଟେ ଆମ କିଚେନ୍ ଅଛି, ସେପଟେ କିଚେନ୍କୁ ଯାଏ, କିଚେନ୍ରେ ଝାଡ଼ୁ ମାରିକି ତାପରେ ସେପଟ ବାଲକୋନିକୁ ମୁଁ ପଳେଇ ଯାଏ ଝାଡ଼ୁ ମାରିବାକୁ। ତାପରେ ଏମିତି ହେଇକି ଏପଟେ ଯେଉଁ କାମ ଥାଏ, ମାନେ ଏପଟେ ଝାଡ଼ୁ ମାରି ସାରିଲା ପରେ ତାପରେ ବାସନ ଧୁଆ କାମ ଥାଏ, ଏସବୁ ବାସନ ଧୁଆ ଧୋଇ ଏସବୁ କାମ କରି ସାରିକି ତାପରେ ନିଜେ ବି ଟିକେ ଫ୍ରେଶ୍ ହେଇକି ମୁଁ ସେତେବେଳକୁ ପଳେଇ ଆସେ। ବାସନ ତ ମୋର ବେଶୀ ନଥିଲା, କେବଳ ମୁଁ ଗୋଟେ ବେଲାରେ ଖାଇଥିଲି ପଖାଳ, ଆଉ ଗୋଟେ ପ୍ଲେଟ୍ରେ ନେଇଥିଲି ଭଜା। ମୋର ସେଇ ଦୁଇଟା ଜିନିଷ ହିଁ ଥିଲା। ତ ସେଇ ଦୁଇଟା ଜିନିଷ ମୁଁ ମଜାମଜି କରିଦେଲି, ଏଣିକି ମୋର କାମ ସରିଗଲା। ମୁଁ ବର୍ତ୍ତମାନ ମୁହଁ ଧୁଆଧୋଇ ହେଇଗଲି। ମାନେ ମୁହଁରେ ମୁଁ ଟିକେ ସାବୁନ ଲଗେଇ ପକେଇଲି। ମୋର ସେମିତି କିଛି ନୁହେଁ, ଫେସ୍ ୱାଶ୍ ଥିଲେ ଫେସ୍ ୱାଶ୍ ଲଗାଏ।